ଜୟ ମା ମଙ୍ଗଳା। ଆସନ୍ତୁ ସାଙ୍ଗମାନେ ଆଜି ପିଠା କରିବା। ଫାଷ୍ଟ କଡ଼େଇ ବସେଇଲୁ, ମାଙ୍କୁ ମୁଣ୍ଡିଆଟେ ମାରି ଆମର ପିଠା ଗଢ଼ିବା କାର୍ଯ୍ୟକ୍ରମ ଆରମ୍ଭ କଲୁ। ଫାଷ୍ଟ ପାଣି ଦେଲୁ କଡ଼େଇରେ। ପିଠା ପାଣି ଜନ୍ତା ସରିଲା ପରେ ସୁଜି ପଡ଼ି ତାପରେ ପିଠା ଗଢ଼ିବା କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆମ ମୋଟି ପିଠା ଗଢ଼ୁଛି ବସିକି। କାହାକୁ କାହାକୁ ପିଠା ଗଢ଼ି ଆସେ ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣେଇବେ। ତାପରେ ଆମ ବୋଉଙ୍କୁ ପିଠା ଗଢ଼ି ଦେଲା ପରେ ବୋଉ ଆମର କଡ଼େଇରେ ପିଠା ପକାଇ ଛାଣିଲେ ପୂଜା ପାଇଁ। ଆଜି ହେଉଛି ବୁଧେଇ ଓଷା। ପିଠା ହେଇସାରିଲା ପରେ ବୋଉ ଆମର ମନ୍ଦିର ନେଇକି ଯିବେ। ତାପରେ ପିଠା ଛଣା ସରିଲା ପରେ ବୋଉ ଆମର ପିଠା ଥାଳିରେ ଥୋଇ ଚାଲିଲେ ଆମର ମନ୍ଦିର। ସଜଡ଼ା ହେଇଗଲା, ବୋଉ ଆମର ଗଲେ। ତାଙ୍କ ପଛେ ପଛେ ଆମ ସ୍ୱାମୀ ଭିଡ଼ିଓ କରି କରି ଯାଉଛନ୍ତି। ପୂଜା ଡେରି ହେଇଗଲାଣି, ସେଥିପାଇଁ ବୋଉ ଜଲ୍ଦି ଜଲ୍ଦି ଯାଉଛନ୍ତି। ସମସ୍ତେ ପଳେଇ ଆସିଲେଣି। ବୋଉ ଆମର ଗଲେ ପୂଜା କରିବେ। ରହିଲି ସାଙ୍ଗ।